को मानकर दरकार अच्छे प्रमाण 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 हो प्रमाण तुम पाखे अच्छी यही स्क्रीनशॉट देखुच ना ये जो गोटे स्क्रीनशॉट देखा जाउछि यही स्क्रीनशॉट यही वीडियो এই ভিডিওটি ଆପଣ ଦେଖନ୍ତୁ ଆପଣ ନିଜେ ପ୍ରମାଣ ପାଇପାରିବେ ଏ ଭିଡ଼ିଓ କିଏ ବାଇଟ୍ ଦେଇଛି ଯିଏ ତା ସହିତ ଯାଇଥିଲା ସିଏ ବାଇଟ୍ ଦେଇଛି এই ସ୍କ୍ରିନ୍ରେ ଯାହାର ଛବି ଦେଖାଯାଉଛି ସିଏ ହେଉଛନ୍ତି ସିଏ ଯିଏ ମରିଲା ଫୁଟାଣି ପାଇଁ ତାର ନିଜର ବଡି ବିଲ୍ଡର ପାଇଁ ତାର ନିଜର ହେଫାଜତ ପାଇଁ ସେ ମରିଛି 50 ଜଣ ଲୋକ ମୂର୍ଖ ନୁହନ୍ତି 50 ଜଣଙ୍କର ଥିଙ୍କିଂ ମାନେ ସମସ୍ତଙ୍କର ଖରାପ ନୁହଁ ଆପଣ ଏଠି ବୁଝିପାରୁଛନ୍ତି କ'ଣ ପାଇଁ ସେ ମାଡ଼ ଖାଇଲା ଆଉ ଏମିତିକା ମାଡ଼ ଖାଇବା ଦରକାର ଥିଲା ଯାହା ସେଥିପାଇଁ ତ କହିବି ସେ ଗାଁ ଲୋକମାନେ ଯାହା କରିଛନ୍ତି ନା ମୁଁ ସେମାନଙ୍କୁ ସାଲ୍ୟୁଟ୍ କରିବି ଏଭଳି ଏକ କାମ କରିଛନ୍ତି ତାହା ଆମ ସମାଜକୁ କୌଣସି ଖରାପ ବାର୍ତ୍ତା ଯାଏନି ବହୁତ ଭଲ ବାର୍ତ୍ତା ଯାଇଛି ଆଉ ସେମାନଙ୍କ ପାଇଁ ଏ ବାର୍ତ୍ତାଟି ରହିଲା ଏବଂ ସେମାନଙ୍କ ପାଖରେ এই ଭିଡ଼ିଓଟି ବି ଯିବା ଦରକାର ଏବଂ ସେମାନେ ସଚେତନ ହୁଅନ୍ତୁ ଯେଉଁମାନେ ଏମିତିକା କୁକର୍ମ କରୁଛନ୍ତି ନିଜର ମାନେ ବଡି ବିଲ୍ଡିଂ ନା ମୁଁ 5-6 ଜଣଙ୍କୁ ମୁଁ ଏକାଥରେ ମୁଁ ଟେକିକି ଫିଙ୍ଗିଦେବି ପାରିଲୁ ପୁଅ ପାରିଲୁ ତୋର ତ ଏତେ ବଡି ବିଲ୍ଡର ଥିଲା 4-5 ଜଣଙ୍କୁ ଏକାରେ ଅଟକେଇବାର ତୋର ବଳ ଥିଲା କାଇଁ ଗଲା ତ ଜୀବନ ଗଲା ତ ସେଥିପାଇଁ ମୁଁ ସେଇ ଗାଁ ଲୋକମାନଙ୍କୁ ସାଲ୍ୟୁଟ୍ କରିବି ଆଉ କ'ଣ ପାଇଁ ଏମିତି ମାଡ଼ ଖାଇଲା ଆଉ କ'ଣ ପାଇଁ ତାଙ୍କୁ ଜୀବନରୁ ତାଙ୍କୁ ମାରିଦେଲେ ଆଉ ପୋଲିସ 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 ସେଇଠି ଥିଲା ପୋଲିସ ସେଇଠି ଥିଲା ପୋଲିସ ସେଇଠି ଥିଲା ସେମିତିକା ପୋଲିସକୁ ମୁଁ କେଇଟି ଜୁହାର କରିବି ମାନେ କୌଣସି ତ ଏମିତି କହିହେବନି ନହେଲେ ସେ ପୋଲିସ ଭାଇଙ୍କୁ ବି ସାର୍ ତ ମୁଁ ତାଙ୍କୁ କହିବିନି କଦାପି କ'ଣ ସାର୍ବେ ସେମାନେ ତାଙ୍କର ନିଜର ମାନେ ଯାହା ଯେଉଁଟା ସରକାର ଯେଉଁ ଆମର ସମ୍ବିଧାନର ଯେଉଁ ଆଇନ ବ୍ୟବସ୍ଥା ରହିଛି ସେମାନେ ନିଜେ ସେଇଟାକୁ ସୁରକ୍ଷିତ କରିପାରୁନାହାନ୍ତି ମାନେ ଯେଉଁଟା ତାଙ୍କର ନିୟମ ଯେଉଁଟା ତାଙ୍କର ଧର୍ମ ସେଇଟା ନିଜେ କରିପାରୁନାହାନ୍ତି ସେମାନଙ୍କୁ କ'ଣ ମୁଁ ସାଲ୍ୟୁଟ୍ କରିବି ଯେଇଠି ସେ ପୋଲିସ ଅଫିସର ଜଣକୁ ଯିଏ ଯାଇଥିଲା ଏଇ ଯେଉଁ ଆପଣମାନେ ସ୍କ୍ରିନ୍ରେ ଯାହା ମୁଁ ଦେଖାଉନି କି ଏଇ ସ୍କ୍ରିନ୍ଶଟ୍ ଆପଣମାନେ ଦେଖନ୍ତୁ ମୁଁ ସେମାନଙ୍କ ଭାସ୍କର ନ୍ୟୁଜ୍ର ସେଇ ଭିଡ଼ିଓକୁ ମୁଁ ୟୁଜ୍ କରିବାକୁ ଚାହେଁନି କାହିଁକିନା କୌଣସି ଯଦି ଯେଉଁଟା ସତ କଥା କହିବୁ ସେଇଟା ସମସ୍ତଙ୍କୁ ଫାଟେ ଆଉ ସେଥିପାଇଁ ମୁଁ ସେମାନଙ୍କର ଭିଡ଼ିଓକୁ ମୁଁ ୟୁଜ୍ କରିନି କୌଣସି ମୋ ଚ୍ୟାନେଲ୍ ଡିଫେକ୍ଟେଡ୍ ହେଇପାରେ କିମ୍ବା ହଉ ବୋଲି ମୁଁ ତାହା ମୁଁ ଆଶା କରେନି ଯଦି ଆପଣମାନେ କୁହନ୍ତି ମୁଁ ଆପଣମାନଙ୍କୁ ସେ ଭିଡ଼ିଓ ମୁଁ ପର୍ସନାଲି ମୁଁ ସେୟାର କରିଦେବି ଏଠି ମୋ ନମ୍ବର ବି ସହ ହେଉଛି ଆପଣମାନେ ଦେଖିବାକୁ ପାଉଛନ୍ତି ଯଦି କୌଣସି ବଶତଃ ସେଇ ଭିଡ଼ିଓଟିକୁ ସେମାନେ ଡିଲିଟ୍ କରନ୍ତି ମୁଁ ତ ସେଇ ଭିଡ଼ିଓଟିକୁ ମୁଁ ମାନେ ରଖିଛି ସେଇ ଭିଡ଼ିଓଟିକୁ ମୁଁ ରଖିଛି ମୋ ପାଖରେ ଅଛି ଆଉ ଇଏ ହେଉଛନ୍ତି ସେଇ ଲୋକ ଆପଣମାନେ ଯେଉଁ ସ୍କ୍ରିନ୍ରେ ଯାହାକୁ ଦେଖୁଛନ୍ତି ଯିଏ ବାଇଟ୍ ଦେଇଛି ଇଏ ହିଁ ସବୁ ସତ କଥା କହିଛି ଭାଇ ଯେ ସେଠି କ'ଣ କରୁଥିଲା ଆଉ କ'ଣ ପାଇଁ ସେମାନେ ମାଡ଼ ଖାଇଲେ ଆଉ କ'ଣ ପାଇଁ ଏତେ ଜୋରରେ ମାଡ଼ ଖାଇଲେ ଯାହାଫଳରେ ସେ ତାର ଜୀବନ ଗଲା ଆପଣ ଆଉ ଥରେ ମୁଁ ଆପଣମାନଙ୍କୁ କହି ରଖିବାକୁ ଚାହେଁ ଯେ 50 ଜଣ କ'ଣ ଭୁଲ ଜଣେ କ'ଣ ଠିକ୍ ଏମିତିକା ଗୋଟେ ଗୋଟେ ସିଚୁଏସନ୍ ଆସେ ଯେଉଁଠି ମାନେ ଆଇନର ଆଶ୍ରୟ ନେବା କୌଣସି ଯୁକ୍ତିଯୁକ୍ତ ଠିକ୍ ନୁହଁ ଜଣଙ୍କର ଯଦି ବଳାତ୍କାର ହେଇସାରିବ ତାର ଯଦି ଇଜ୍ଜତ ଯାଇସାରିଥିବ ତାଙ୍କୁ କ'ଣ ଆପଣ ଆଇନ ଆମର ବ୍ୟବସ୍ଥା ଇଜ୍ଜତ ତାଙ୍କୁ ଫେରାଇ ଦେଇପାରିବ କି କୁହନ୍ତୁ ନା ସେଇଟା ଆଗେ ସେଇଟା କୁହନ୍ତୁ ଏତେ ଗପିବାର କୌଣସି ଭିଡ଼ିଓକୁ ଲମ୍ବା କରିବା ପାଇଁ କୌଣସି ଏତେ ଲମ୍ବା ଆମେ ଗପିବାକୁ ଚାହୁଁନୁ କାହିଁକିନା ଏଇଟା ଆମର ସେମିତିକା ଚ୍ୟାନେଲ୍ ବି ନୁହଁ ଯେହେତୁ ଆମ ଆଖି ଆଗରୁ ଗୋଟେ ଜିନିଷଟି ଘଟି ଯାଉଛି ଆଉ ଗୋଟେ ନ୍ୟୁଜ୍ ବାଲାଙ୍କର ମୁଁ ଭିଡ଼ିଓ ଦେଖିଲି ଯେ ଗାଡ଼ିର କୌଣସି ସ୍କ୍ରାଚ୍ ହେଇନି କୌଣସି ଏମିତି ଦୁର୍ଘଟଣା ହେଇଥିଲେ ଗାଡ଼ି ସ୍କ୍ରାଚ୍ ହେଇଥାନ୍ତା ପୋଲିସ ଥିଲା ଇଏ ଥିଲା ସିଏ ଥିଲା ଏଇଟା ସେଟା ଅଙ୍କେ ଥିଲା ସଙ୍କେ ଥିଲା ଆରେ ଭାଇ ଯିଏ ମୃତ୍ୟୁବରଣ କଲା ତା ସହିତ ଯିଏ ଥିଲା ସେ ନିଜେ ପାରା ସବୁ କଥା କହୁଛି ଏଇ ଭିଡ଼ିଓଟି ଆପଣ ଥରେ ଦେଖିଯାଆନ୍ତୁ ସେ ଭିଡ଼ିଓରେ ଏଇ ଭାଇ ଜଣକ ଯିଏ ଭାଇ ଜଣକ ସେ ତାଙ୍କ ସହିତ ଥିଲା ସେ ନିଜେ କହୁଛନ୍ତି ଯେ ଆମେ ସେଇ ଝିଅ ଜଣଙ୍କୁ ଆମେ ଠକ୍କର କରିଛୁ ତ ଭିଡ଼ି ଦେଲା ପରେ ମୁଁ ଗାଡ଼ି ଅନକଣ୍ଟ୍ରୋଲ ହେଇଗଲା ସେ ଦୁଇଟା ଝିଅ ସେପଟେ ସାଇଡ଼ରେ ଆସୁଥିଲେ ତାଙ୍କ ଦେହରେ ମାଡ଼ ହେଇଗଲା ଆପଣମାନେ ସେଇ ଭିଡ଼ିଓଟି ଦେଖନ୍ତୁ ତାପରେ ଯାଇକି ମୋତେ ଗାଳି ଦେବେ ମୋତେ ଏଆଡ଼େ ସିଆଡ଼େ କହିବେ ସେଇ ଭିଡ଼ିଓରେ ଭାସ୍କର ନ୍ୟୁଜ୍ରେ ସେଇ ଭିଡ଼ିଓଟି ରହିଛି ମୁଁ ଆଉ ଥରେ ମୁଁ ସେଇ ସ୍କ୍ରିନଶଟ୍ ମୁଁ ଆପଣମାନଙ୍କୁ ସ୍କ୍ରିନ୍ରେ ଦେଖାଇ ଦେବାକୁ ଚାହେଁ ଇଏ ହେଉଛନ୍ତି ସେଇ ଲୋକ ଯିଏ ମୃତ୍ୟୁବରଣ କଲା
ତାଙ୍କ ସହିତ ଥିଲା, ଯାହାକୁ ଆପଣମାନେ ନ୍ୟୁଜ୍ ମାଧ୍ୟମରେ ଶୁଣିବାକୁ ପାଉଛନ୍ତି ଯେ ସେମାନେ 2 ଜଣ ଥିଲେ। ଆଉ ସେଇ 2 ଜଣ ଭିତରୁ ଯିଏ ମୃତ୍ୟୁବରଣ କଲା ସିଏ ତ ନାହାନ୍ତି, ଆଉ ଯିଏ ତାଙ୍କ ସହିତ ଥିଲେ ଇଏ ହେଉଛନ୍ତି ସିଏ। ଆଉ ଇଏ ଟିକେ ନିଜେ ବି କହିଛନ୍ତି ମୁଁ ମାଡ଼ ଏବଂ ଏମିତିକା ଭୟରେ ମୁଁ କୌଣସି ପ୍ରୋଟେଷ୍ଟ କଲିନି, ଆଉ ଯଦି ମୁଁ ବି ନିଜେ ପ୍ରୋଟେଷ୍ଟ କରିଥାନ୍ତି ମୋତେ ବି ଲୋକ ମାରିଥାନ୍ତି। ସେଇଟା ସାର୍ ମାନେ ଲୋକମାନେ ଯେତେବେଳେ ବାଡ଼ିଆ ବାଡ଼ି କରୁଥିଲେ ସେଠି ମୁଁ ଯଦି ବି 40 ଲୋକମାନଙ୍କ ଆଗରେ ଯଦି ମୁଁ ତାକୁ ପ୍ରୋଟେକ୍ଟ କରିବାକୁ ଯାଇଥାନ୍ତି ସେଠି ମୋତେ ବି ବାଡ଼ିକି ଶୁଆଇ ଦେଇଥାନ୍ତେ। ବୁଝିପାରୁଛନ୍ତି ତ, ସେଠି ସେଲ୍ଫ ଡିଫେନ୍ସ ପାଇଁକା ମୁଁ ସେଠି କିଛି ମାନେ ହାତ ମାରି ପାରିଲିନି। ଆଉ ସିଏ ତ ଯିଏ ମଲା ସିଏ ତ ଭାଇ ବଡି ବିଲ୍ଡର ଲୋକ, ମୋ ଆଗରେ କିଏ ଫୁଟାଣି କରିବେ, ମୁଁ କିଏ ନିଜର ହିମ୍ମତ ଦେଖେଇବା ଯୁଗରୁ ନିଜର ହିମ୍ମତକୁ ମାନେ ସାମ୍ନା କରିବା ପାଇଁ ତାର ଜୀବନ ଗଲା। ସେହି ଭିଡ଼ିଓରେ ସେ କ୍ଲିଅର ଭାବରେ ଏହି ଭାଇ ଜଣକ କହିଛନ୍ତି, ପୋଲିସର କଥା ଯଦି ଆମେ ପ୍ରଥମେ କହିବୁ, ପୋଲିସ ଜଣକ ଯିଏ ଅଫିସର ଥିଲେ, ଅଫିସର ଯାଇଥିଲେ, ସମସ୍ତେ କହୁଛନ୍ତି ପୋଲିସ ଆଗରେ ପୋଲିସ କ'ଣ ପାଇଁ କିଛି କରିପାରିଲେନି, ପୋଲିସକୁ ମାନେ ଏଇ ଗାଁ ଲୋକମାନେ ପୋଲିସକୁ ମାନିଲେନି। ଆରେ ଭାଇ ପୋଲିସକୁ କେମିତି ମାନିବେ? ସେ ଅଫିସର ଜଣକ ଯିଏ ଯାଇଛନ୍ତି ନା, ସେ ବିନା ୟୁନିଫର୍ମର ପ୍ରାୟ ଯାଇଛନ୍ତି, ତାର ୟୁନିଫର୍ମ ଆରେ ସେ ମୋତେ ବାଡ଼ଉଥିଲେ, ମାନେ ଯେଉଁ ପିଲାକୁ ବାଡ଼ଉଥିଲେ ସୌମ୍ୟକୁ ବାଡ଼ଉଥିଲା ଆଜ୍ଞା ପୋଲିସକୁ ଆଗରେ। ପୋଲିସ କିଛି ବି କହିପାରୁନଥିଲେ, ପୋଲିସ ଭିଡ଼ିଓ ବି କରିବା ପାଇଁ ଡରୁଥିଲେ। ମାନେ ପୋଲିସ ଯିଏ କନେଷ୍ଟବଳ ଯିଏ ସେମାନେ ବି ଭିଡ଼ିଓ କରିବା ପାଇଁ ଡରୁଥିଲେ। ତାପରେ ଥାନାର କିଛି ବଡ଼ ଅଫିସର ଆସିଲେ? ଆଜ୍ଞା ସେ ଗୋଟେ SI ସାର୍ କିଏ ଗୋଟେ ଆସିଥିଲେ, ଅରୁପ ସାର୍ ତାଙ୍କ ନାଁଟା ମୁଁ ଯେତିକି ଶୁଣିବାକୁ ପାଇଛି, ଅରୁପ ସାର୍ ଆସିଥିଲେ। ସେ ଆସିଥିଲେ କିନ୍ତୁ ବିନା ୟୁନିଫର୍ମରେ ଆସିଥିଲେ। ତ ବିନା ୟୁନିଫର୍ମ ଯେହେତୁ ଆସିଥିଲେ ସେମାନଙ୍କୁ କେହି ମାନିଲେନି, ତାଙ୍କୁ ତ ନ ମାନିକି ତାଙ୍କ ଉପରେ କିଛି ଚଢ଼ିକିରି କଥାବାର୍ତ୍ତା କଲେ। ସେଇଠି ଗଣ୍ଡଗୋଳ ହେଉଛି, ଇଏ ହେଉଛି ସେ ମୋର କୌଣସି ପୋଲିସର ଗୋଟେ ୟୁନିଫର୍ମ ଅଛି ଯେଉଁଥିପାଇଁ ଆମେ ସେ ପୋଲିସକୁ ଆମେ ରେସପେକ୍ଟ କରିଥାଉ, ପୋଲିସକୁ ଆମେ ଚିହ୍ନିଥାଉ। ସେଇ ପୋଲିସ ପୁରା ୟୁନିଫର୍ମ ନ ପିନ୍ଧି ଯାଇଛି, ସେ କହୁଛି ମୁଁ ଅଫିସର ଆଉ କ'ଣ ଏମିତି କିଛି କରନି ଇଏ ଓଲଟା। ଆଉ ସେ ପୋଲିସକୁ ବି ମାଡ଼ ଦରକାର ଥିଲା, ସେ ତାଙ୍କୁ ବି ପାଟି ଥିଲେ ଭଲ ହେଇଥାନ୍ତା, ହେଲା କି? ଆରେ ପୋଲିସ, ମୁଁ ତ କହିବି ଆଜି ଯଦି ସେଇ ଭାଇ ଜଣଙ୍କର ମୃତ୍ୟୁ ହେଇଛି ସେ ପୋଲିସର ବି ଦାୟୀ। ଏତେ ଏମର୍ଜେନ୍ସି, ଯଦି ବି ଏମର୍ଜେନ୍ସି ତୁମମାନଙ୍କୁ ପୋଷାକ ଦିଆହେଇଛି, ପୋଷାକ ଆଉ ତୁମେ ମାନେ କ'ଣ ଫ୍ୟାନ୍ ହାୱା ଖାଉଥିଲ, ତୁମ ପୋଷାକକୁ କାଢ଼ି ଦେଇଛ। ଆଜି ତୁମ ପାଖରେ ପୋଷାକ ନଥିଲା ବୋଲି ସେଇ ଲୋକଙ୍କର, ସେଇ ଭାଇଙ୍କର ଜୀବନ ଗଲା। ଫାର୍ଷ୍ଟ କଥା ଆମେ ମାନେ ଯଦି କହିବୁ ପୋଲିସଙ୍କ ଉପସ୍ଥିତିରେ ଯାହା ହେଲା, ପୋଲିସଙ୍କ ଉପସ୍ଥିତିରେ ଯାହା ବି ହେଲା ସେଥିପାଇଁ ପୋଲିସ ହିଁ ଦାୟୀ, କୌଣସି ପବ୍ଲିକ, ସେଠାକାର ପବ୍ଲିକ କୌଣସି ଦାୟୀ ନୁହନ୍ତି। ଆଉ ଦ୍ୱିତୀୟ କଥା ହେଲା 50 ଜଣ ଲୋକ ଥିଲେ, ଏତେ ଲୋକ ଥିଲେ, ସେମାନେ ଆଇନକୁ ଅବହେଳିତ କଲେ, ଆଇନକୁ ସେମାନେ ବିଶୃଙ୍ଖଳା କଲେ, ଆଇନକୁ କୌଣସି ମାନିଲେନି। ଭାଇ ଆମ ଓଡ଼ିଶାରେ ନା କେତେ କୋର୍ଟ, କେତେ ଆଇନ, ଏବେ ପର୍ଯ୍ୟନ୍ତ କେତେ ଜଣଙ୍କୁ ଏଇ ପ୍ରଶାସନ, ଏଇ ସମ୍ବିଧାନ, ଏଇ ଆଇନ ନ୍ୟାୟ ଦେଇସାରିଛି, ଆମେମାନେ ଦେଖି ସାରିଛୁ ଭାଇ। ଆମେ କେତେ ଆଇନ, କେତେ ଇଏ ଦେଖି ସାରିଛୁ, କେତେ ଦେଇଛନ୍ତି। ଆଉ ଗୋଟେ କଥା ମୁଁ ଏଠି ଆପଣମାନଙ୍କ ପାଖରେ ରଖିବାକୁ ଚାହେଁ, ଆପଣମାନଙ୍କ ପାଖରେ ଉପସ୍ଥାପନ କରିବାକୁ ଚାହେଁ। ସେଇ ଭିଡ଼ିଓ ଦେଖନ୍ତୁ, ସେଇ ଗୋଟେ ଭିଡ଼ିଓରେ ସେଇ ଭାଇ ଜଣକ ସବୁ କଥା କହିଛନ୍ତି ବା, ଯାହା ମୁଁ ସ୍କ୍ରିନଶଟ୍ ଆଉ ଥରେ ମୁଁ ଆପଣମାନଙ୍କୁ ଲଗେଇ ଦେଉଛି। ଆମ ସ୍କ୍ରିନରେ ଯାହା ଦେଖାଯାଉଛି ଏଇ ଭିଡ଼ିଓରେ ସେଇ ଭାଇ ଜଣକ କହିଛନ୍ତି, କ'ଣ କହିଛନ୍ତି ନା, ହଁ ସେ ଭାଷା ଟିକେ କହୁଥିଲା ଆଉ ମାନେ ବାଡ଼ିଆ ପିଟିଆ କରୁଥିଲା। ଆପଣମାନେ ସେଇ ଭିଡ଼ିଓ ତ ଦେଖନ୍ତୁ। ଭିଡ଼ିଓ ତ କାହିଁ ବାଡ଼ାବାଡ଼ି କରିଥିଲା, ଠିକ୍ ଅଛି, ବାଡ଼ାବାଡ଼ି କଥା ମୁଁ ମାନୁଛି, କାରଣ ବାଡ଼ାବାଡ଼ି କରିଥିଲା ମୁଁ ତାକୁ ପ୍ରୋଟେକ୍ଟ କରେ ନା, କି ତାକୁ ଭିଡ଼ାଭିଡ଼ି କରିଛି, ମୋତେ ବି ସେ ବାଡ଼େଇଲା ଆଜ୍ଞା, ସେ ମୋତେ ବାଡ଼ାବାଡ଼ି କଲା। ପୁଣି ଦେଖି ସାରିକି ମୋତେ ମୋ କମେଣ୍ଟ ବକ୍ସରେ ଇଆଡ଼େ ସିଆଡ଼େ କହିବେ, ବୁଝିଲେ? ସେଇ ଭିଡ଼ିଓ ଆପଣମାନେ ଦେଖିଥାନ୍ତୁ। ସେଇ ଭିଡ଼ିଓରେ ସେ ନିଜେ ଭାଇ କହିଛନ୍ତି, ହଁ ଆମର ଯେଉଁ ବଡି ବିଲ୍ଡର ଭାଇ ଯାହାଙ୍କର ମୃତ୍ୟୁ ହେଲା, ସେ ଏମିତି ବାଡ଼ାପିଟା କରିଦେଇଛନ୍ତି, ଆଉ ସେ ମାଡ଼ ସେଇ ଗାଳି ଗୁଲଜ କରୁଛନ୍ତି, ଭାଷା ଟିକେ କହୁଥିଲେ, ସେ ନିଜେ ଭାଇ କହୁଛନ୍ତି। ଆରେ ତୋର ଏତେ ହିମ୍ମତ, ଆରେ ପୁଅ ତୋର ଏତେ ହିମ୍ମତ, ସେଠି ଗାଁ ଲୋକ, ତାଙ୍କ ଗାଁ ସାଇଡ଼ରେ ଏଭଳି ଏକ ଘଟଣା ଘଟି ଯାଉଛି, ସେମାନେ ଆସୁଛନ୍ତି, ତୋର ଏତେ ବଡି ବିଲ୍ଡର ତ ମାନେ ଛାତି ପିଟେଇକି ସେମାନଙ୍କ ସହିତ କଥା ହବୁ, ଫେର ପୁଣି ସେମାନଙ୍କୁ ହାତ ଲଗେଇବୁ, ଆଉ ସେ ଝିଅଙ୍କୁ ହାତ ଲଗେଇବୁ, ଭାଇରେ ତୋତେ କ'ଣ ଛାଡ଼ିଦେବେ? ଆଉ ଆମ ଆଇନ ବ୍ୟବସ୍ଥା ତ କ'ଣ କରୁଛି କ'ଣ ନୁହଁ,
ଆମ ଓଡ଼ିଶାରେ ଆପଣମାନେ ସଦାସର୍ବଦା ଦେଖୁଛନ୍ତି ଆଉ ଆପଣମାନେ ଦେଖନ୍ତି ବି ମଧ୍ୟ। ପଏଣ୍ଟ 1 ଏବଂ ଏହାର ମୃତ୍ୟୁର ମୁଁ କହିବି ଯେ ସେଇ ଯାହାଙ୍କର ମୃତ୍ୟୁ ହେଲା ତାର ହିମ୍ମତ, ତାର ବଡି ବିଲ୍ଡିଂ ଏବଂ ମାନେ ଏମିତିକା ମାନେ ହିମ୍ମତ ମତେ କିଏ କରିବାରେ ମୁଁ ମତେ ଚିହ୍ନିଛୁ ମାନେ ଦାଦାଗିରି ଏସବୁ ପାଇଁ ସେ ଅତିରିକ୍ତ ମାଡ଼ ଖାଇଲା। ଅତିରିକ୍ତ ଯାହା ପବ୍ଲିକ ମାନେ ଯଦି ବି କମ୍ କରିବାକୁ ଚାହୁଁଛନ୍ତି ସେଇ ପବ୍ଲିକ ମାଡ଼ ଭାଇ ଟିକେ ସଭଲ କର ସମସ୍ତେ ଟିକେ ଏଇ ଭିଡ଼ିଓ ଯେଉଁ ଭାଇମାନେ ଏମିତିକା ଦାଦାଗିରି ହୁଅନ୍ତି ଟିକେ ସେୟାର କରିଦିଅନ୍ତୁ। ସେମାନେ ହୁଏତ ଆଗାମୀ ଦିନରେ ଏମିତି କୌଣସି ତାଙ୍କର କୌଣସି କିଛି ନ ହଉ ବୋଲି ମୁଁ କହିବି। ପବ୍ଲିକ ସାମ୍ନାରେ କେବେ ବି ବରଞ୍ଚ ହାତ ଯୋଡ଼େ କ୍ଷମା ମାଗ। ତୋ ପାଖରେ ବଡି ବିଲ୍ଡିଂ, ତୋ ପାଖରେ ତୋ ବ୍ୟାକଗ୍ରାଉଣ୍ଡରେ ଏଇଟା ଅଛି, ସିଏ ଅଛି, ଇଏ ଅଛି ବୋଲି ସେଇ ପ୍ରେଜେଣ୍ଟ ଟାଇମ୍ରେ ସେସବୁ ହିମ୍ମତ ଦେଖାନି। ସେସବୁ ଯଦି ହିମ୍ମତ ଦେଖେଇବୁ ଏସା ଗାଜା ଗାଜି ହୁଏ ଭାଇ, ଯାହା ତାଙ୍କୁ ଗାଜିକି ସେ ଆଜି ଏବେ ଆମ ପୃଷ୍ଠରେ ନାହାନ୍ତି ଆପଣମାନେ ଜାଣନ୍ତି। ତ ଆପଣମାନେ ଏଠି ବୁଝିପାରୁଛନ୍ତି ଯେ କ'ଣ ପାଇଁ ସେ ଏତେ ଅତିରିକ୍ତ ମାଡ଼ ଖାଇଲା। ଆଉ ପୋଲିସ ସଦାବେଳେ ମୁଁ ନ୍ୟୁଜ୍ରେ ଦେଖୁଥିଲି ବୁଝିଲେ, କହୁଛନ୍ତି ପୋଲିସ ଥିଲା, ପୋଲିସର ଉପସ୍ଥିତିରେ ଏମିତି। ଆରେ ଭାଇ ପୋଲିସ ଯେଉଁ ସେ ୟୁନିଫର୍ମ ପିନ୍ଧିକି ଯାଇଛି ତାର ନିଜର ପୋଲିସର ପରିଚୟ ହେଉଛି ୟୁନିଫର୍ମ। କୌଣସି ସେଠି ଆଇଡେଣ୍ଟିଫାଇଡ଼ ମାଡ଼ ଗାଡ଼ି ହେଉଛି ସେଠି ଆଇଡେଣ୍ଟି ସେହି ସବୁ କୌଣସି ଆବଶ୍ୟକ ପଡ଼େନି। ତ ଆପଣମାନେ ବୁଝିପାରୁଥିବେ ମୁଁ କ'ଣ କହିବାକୁ ଚାହୁଁଥିଲି ଆଉ ମୁଁ କ'ଣ ଆପଣମାନଙ୍କୁ କହିଲି, ଏଠି କାହାର ଭୁଲ ରହୁଛି। ଆଉ କେତେ ଗୁଡ଼ିଏ ନ୍ୟୁଜ୍ ଚ୍ୟାନେଲ୍ ସେମାନଙ୍କର ଆପଣମାନେ ଭିଡ଼ିଓ ଦେଖିବେ ଯେ ଗାଡ଼ିର କୌଣସି ଆପଣମାନେ ଏଇ ଭିଡ଼ିଓରେ ପୁରା କ୍ଲିଅର ହେଇଗଲେ ଯିଏ ସେଇ ଜାଗାରେ ପ୍ରେଜେଣ୍ଟ ଥିଲା ସେ ନିଜେ କହୁଛନ୍ତି, ନିଜେ ବଖାଡ଼ି ଦେଇଛନ୍ତି ଗୋଟେ ଭିଡ଼ିଓରେ। ଆଉ ଆମେ କ'ଣ କହିବୁ, ସେ ଯିଏ ପ୍ରେଜେଣ୍ଟ ଥିଲା, ଯିଏ ମାଡ଼ ଖାଇଛି ସିଏ ନିଜେ କହୁଛନ୍ତି ପୁରା। ତ ଏଠି ଆପଣମାନେ ଦେଖିପାରୁଛନ୍ତି ସେଇ ଭାଇ ଜଣଙ୍କ ପାଇଁ ଆମ ଓଡ଼ିଶା, ଆମ ଯାହା ସରକାର ବ୍ୟବସ୍ଥା ସବୁ ବଖାଡ଼ି ଦେଲା। ଆପଣମାନେ ଜାଣିପାରୁଛନ୍ତି ଯେ ମାନେ ଏଇ ହିମ୍ମତଗିରି, ଏଇ ଭିଲିଆନଗିରି, ଏଇ ବଡି ବିଲ୍ଡିଂ, ମୋ ପାଖରେ ଇଏ ଅଛି ସିଏ ଅଛି, ସେଇ ଜିନିଷଟି କେତେ ମାନେ ମଣିଷଙ୍କୁ କେଉଁଠି ତାଙ୍କୁ ନେଇଯାଇପାରେ ଏବଂ କ'ଣ ଘଟଣା ଘଟିପାରେ ଆପଣମାନେ ବୁଝିପାରୁଥିବେ। ଯେ ସେ ଭାବୁଥିଲା ମୋ ପାଖରେ ବଡି ଅଛି, ଇଏ ଅଛି, ସିଏ ଅଛି। ତ ମୁଁ ବେଶୀ କିଛି ଏଇ ଭିଡ଼ିଓରେ ମୁଁ କହିବାକୁ ଚାହେଁନି, ଯାହା ମୋ ମନକୁ ଆସିଲା। ଯେହେତୁ ମୁଁ ନ୍ୟୁଜ୍ ଦେଖୁଥିଲି ତ ମୁଁ ଆଉ କେତେ ଗୁଡ଼ିଏ ନ୍ୟୁଜ୍ ଚ୍ୟାନେଲ୍ରେ ମୁଁ ଦେଖିବାକୁ ପାଇଲି ଯେ କି ଗାଡ଼ିର କୌଣସି ଆକ୍ସିଡେଣ୍ଟ ହେଇନି, ଇଏ ହେଇନି, ସିଏ ହେଇନି। ମୁଁ ସିଧା କଥା କହିବାକୁ ହେଲେ ମାନେ ସେଇ ଯେଉଁ ଭାଇ ଜଣଙ୍କ ଯାହାଙ୍କର ମୃତ୍ୟୁ ହେଲା ସେ ନିଜର ଏମିତିକା ବେଖାତ୍ରି ପାଇଁ ତାର ଜୀବନ ଯାଇଛି। ମୁଁ ତ ତାହା ହିଁ କହିବି। ଜୟ ଜଗନ୍ନାଥ। ଆପଣମାନଙ୍କୁ କେତେ ଭିଡ଼ିଓଟି ଭଲ ଲାଗିଲା, କେତେ ଭଲ ଲାଗିଲା। ଆଉ ଲାଷ୍ଟରେ ଯଦି ଆମେମାନେ କହିବୁ ସେମାନେ ଆଇନକୁ ଲୋକମାନଙ୍କର କଥା ଯଦି ଆମେମାନେ କହିବୁ ସେମାନେ ଆଇନକୁ ସେମାନେ ବିଶୃଙ୍ଖଳା କଲେ। ଭାଇ ଆମେ କେତେ ଆଇନ ଦେଖିଛୁ, ଆମ ଓଡ଼ିଶାରେ କେତେ ଘଟଣା ଘଟିଛି ଆପଣ କ'ଣ ଦେଖିନାହାନ୍ତି? ହେଲା କି ଆଉ ମାନେ ଆମ ଗାଁରେ ଆମ ପାଖରେ ଏମିତିକା ଜଣେ ବାହାରିଆ ଲୋକ ଆସିକି ଆମ ପାଖରେ ଆମକୁ ନାଲି ଆଖି ଦେଖେଇବ, ଆମକୁ ଦାଦାଗିରି ଦେଖେଇବ, ତାଙ୍କୁ କ'ଣ ସମ୍ମାନର ତାଙ୍କୁ କ'ଣ ଫୁଲମାଳ ଦେଇକି ତାଙ୍କୁ କ'ଣ ପୂଜା କରିଥାନ୍ତୁ? ଆପଣ ନିଜେ କୁହନ୍ତୁ ନା। ଆପଣଙ୍କ ଗାଁରେ ଜଣେ ଆସିକି କିଛି ଗୋଟେ ଭୁଲ କାମ କରିକି ସେ ନିଜର ହିମ୍ମତ ଦେଖାଉଛି, ସମସ୍ତଙ୍କୁ ସେଠି 10 ଲୋକ ଠିଆ ହେଇଛନ୍ତି, ସେ ଜଣେ ସେ ନାଲି ଆଖି ଦେଖାଉଛି, ସେଠି ମାନେ ଆଉ ଜଣଙ୍କୁ ଟଚ୍ କରିପାରୁଛି, ଆଉ ଜଣଙ୍କୁ ମାନେ ହାତ ଲଗେଇ ପାରୁଛି। ତ ଆପଣ ସେଠି କ'ଣ ଫୁଲମାଳ ତାଙ୍କୁ ଚଢ଼େଇ ଦେଇଥାନ୍ତେ? ତ କୁହନ୍ତୁ। ଆଉ ଯେଉଁମାନେ ଯଦି ସେମିତିକା କମେଣ୍ଟ କରୁଛନ୍ତି ଆପଣମାନେ ଭାବୁଛନ୍ତି ତ ଠିକ୍ ଅଛି, ଆପଣଙ୍କ ଗାଁକୁ ମୁଁ ଯିବି ଏବଂ ମୁଁ ସେମିତି କରିବି। ଆଉ ଆପଣମାନେ ପ୍ରଶାସନକୁ ଡାକନ୍ତୁ ଆଉ ମୋତେ
ଗିଲି 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 କରି ମୋତେ ଯାହା ଆପଣ ଭାବୁଛନ୍ତି ଏବେ ତାହା ଆପଣ ଥରେ କରିକି ଦେଖନ୍ତୁ ଆପଣ